এটা ଆମ ପାଇଁ ଇତିହାସ ହେଇ ରହିଛି। ହ୍ୟାଲୋ ଆଜି ହେଉଛି ଅଗଷ୍ଟ 15। ଆଜିକୁ 78 ବର୍ଷ ହେଲା ଆମ ଦେଶ ସ୍ୱାଧୀନ ହେଇଗଲାଣି। 1947 ମସିହା ଅଗଷ୍ଟ 15 ତାରିଖ ଆମ ଦେଶର ସ୍ୱାଧୀନ ଯେଉଁମାନେ କହିଥିଲେ ସେମାନେ ବହୁତ ବଡ଼ ବଡ଼ ମହାପୁରୁଷ ଥିଲେ। ସେମାନଙ୍କ ଭିତରେ ମନୋବଳ ତାଙ୍କର ବହୁତ ଦୃଢ଼ ଥିଲା। ଯେପରିକି ଆମର ଥିଲେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ, ଅନେକ ବହୁତ ଅସଂଖ୍ୟ ସମାଜସେବୀ ଥିଲେ ଆଉ ଦେଶ ପାଇଁ ଜୀବନ ବି ଦେଇଥିଲେ। କିନ୍ତୁ ଆଜି ପରି ଦିନରେ ବି ଅନ୍ୟ ଦେଶରେ ବି ପରାଧୀନର ବାର୍ତ୍ତା ଶୁଣିବାକୁ ମିଳୁଛି। ଯେମିତିକି ଏବେକା ଘଟଣା ଏବେ ଘଟୁଛି ବାଂଲାଦେଶରେ। ଯେମିତି ଲୋକ ଅଛନ୍ତି ତାଙ୍କ ଦେଶରେ କିନ୍ତୁ ସେମାନେ ଅନୁଭବ କରୁଛନ୍ତି ଆମେ ପରାଧୀନ ଅଛୁ, ସ୍ୱାଧୀନ ହେଇନାହୁଁ। ସେମିତି ଆମେ ଆମ ଲାଇଫରେ ସେମିତି ବି କିଛି ନ ହଉ, ଆମ ଦେଶରେ ବି ସେମିତି ପରିସ୍ଥିତି ନ ଆସୁ। କାହିଁକିନା ଆମ ଦେଶ ସ୍ୱାଧୀନ ହେଇଗଲା ସତ, କିନ୍ତୁ ଆମର ମନୋବଳ ଆଉ ଆମ ଭାଇଚାରାଟା ହିଁ ରହିବା ଦରକାର। ସେମିତି ରହିଲେ ହିଁ ଆମେ କିଛି ଆଗକୁ ଯାଇପାରିବା, ଆମେ ଷ୍ଟ୍ରଙ୍ଗ ରହିପାରିବା। ଯେମିତିକି ଯେକୌଣସି ଗୋଟେ ଜିନିଷ ହଉ କି ଯେକୌଣସି ଗୋଟେ ଗଛ ହଉ, ତାର ଆମେ ମରାମତି କରିଥାନ୍ତି, ତାର ବେଉଷଣ କରିଥାନ୍ତି, ତାକୁ ଆମେ ଧ୍ୟାନ ଦିଅନ୍ତି, ଯତ୍ନ ଦିଅନ୍ତି। ନହେଲେ ପୋକ ଜୋକ ମାରି ଦେଇ ପାରନ୍ତି, ଖରା ବର୍ଷାରେ ନଷ୍ଟ ହେଇଯାଇପାରେ। କିନ୍ତୁ ଆମେ ଖାଲି ଗଛଟେ ଲଗେଇଦେଲେ ଆମେ ଯେ ଫଳକୁ ଆଶା କରିବା ତାହା ନୁହେଁ। ତା ପ୍ରତି ଆମେ ଯତ୍ନ ନେବା, ତା ପ୍ରତି ଧ୍ୟାନ ଦେବା, ତାକୁ ପାଇଁ ଭଲ ଚିନ୍ତା କରିବା, ତେବେ ହିଁ ଆମେ ଆଗକୁ ଯାଇପାରିବା। ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଯେ ପ୍ରଥମେ ଆମେ ଭାଇଚାରା ରଖିବା, ଆମ ଭିତରେ ମନୋବଳ ଷ୍ଟ୍ରଙ୍ଗ ରଖିବା। ଛୋଟ କାମ ହଉ କି ବଡ଼ କାମ ଆମେ ସମସ୍ତ ନେଇକି ଚଳିବା। ଆମେ ଯଦି ଗୋଟିଏ କଥା ମୁଁ ଯଦି କୁହେ ନା ଏଇଟା କରିବା ସେଇଟା କରିବା, ସେଟା ଭଲ ନୁହେଁ। ଆମେ ସେଇ କଥାଟା ଯଦି ଆମେ 50 ଜଣ ମିଶିକି କରିବା, ସବୁ ବହୁତ ଖୁସି ହେଇଯିବେ, ବହୁତ ଆନନ୍ଦ ଲାଗିବ, ସମସ୍ତେ ହିଁ ଭଲ ଲାଗିବ। ସେଇଥିପାଇଁ ସମସ୍ତଙ୍କୁ କହୁଛି ଦେଶ ସ୍ୱାଧୀନ ହେଇଗଲା ସତ, କିନ୍ତୁ ଆମେ ସବୁବେଳେ ଏକତା ରହିବା ଦରକାର ଆଉ ମନୋବଳ ରଖିବା ଦରକାର, କିଛି କରିବା ଦରକାର। ଆଜି ଆସିଛନ୍ତି ଆମେ କାଲିକି ଯିବାଟା ସୁନିଶ୍ଚିତ। ମନୁଷ୍ୟ ହଉଛି ମରଣଶୀଳ, ଯେତେ ବୟସ ହେଲେ ବି ସେ ମରିବ। କେହି ଏଠି ଅମର ପର ପାଇନାହାନ୍ତି, ଏଠି ଦେବା ଦେବୀ ମାନେ ବି ଦେହ ତ୍ୟାଗ କରିଥାନ୍ତି। ତ ସେଥିପାଇଁ ଆମେ କିଛି କରିବା, ଆମ ଜୀବନ ଯିବା ପୂର୍ବରୁ ଆମେ କିଛି କରିବା, କିନ୍ତୁ ନାଁ ରହିଥିବ ଆମର ଅମର ରହିଥିବ। ମଣିଷ ଅମର ରୁହେନି, କିଏ କହିଲା ରୁହେ, କିନ୍ତୁ ତାଙ୍କ ଦେହ ନୁହେଁ, ତାଙ୍କର ଆତ୍ମା, ତାଙ୍କର କୀର୍ତ୍ତି, ତାଙ୍କ କଳା। ସେଥିପାଇଁ ଆମକୁ କିଛି କରିବାକୁ ପଡିବ। ସମସ୍ତଙ୍କୁ କିଛି ନା କିଛି କରିପାରିବା। ତୁମେ ନ କରିପାରିଲେ ଅନ୍ୟଙ୍କ ମାଧ୍ୟମରେ ବି କରିପାରିବା, ନହେଲେ ଅନ୍ୟ ଜଣଙ୍କୁ ସପୋର୍ଟ କରିବା, ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା, ସେଟା ବି ତୁମର ଗୋଟେ କଳା, ସେଇଟା ତୁମର ସାହାଯ୍ୟ। ଏକତା ହିଁ ବଳ। ଏଇଟା ଯଦି ଆମେ ମନରେ କି ଆମର ମସ୍ତକରେ ଧାରଣ କରିବା ନା, ସେଇଟା ସବୁଦିନ ପାଇଁ ଆମର ଭଲ ହେଇକି ରହିବ। ଆମକୁ ସମସ୍ତେ ଭଲ କହିବେ। ଆମେ ଯିବା ସହିତ ଉପରକୁ, ଆମ ଗ୍ରାମ ଯିବ ଉପରକୁ, ଆମ ପଞ୍ଚାୟତ ଯିବ ଉପରକୁ, ଆମ ଜିଲ୍ଲା ଯିବ ଉପରକୁ, ଆମ ରାଜ୍ୟ ଯିବ ଉପରକୁ, ଆମ ଦେଶ ଉପରକୁ ଯିବ। ଆପଣ ସମସ୍ତେ ଏକତା ରୁହନ୍ତୁ, ସମସ୍ତେ ଖୁସି ରୁହନ୍ତୁ, ସମସ୍ତେ ଭଲ ରୁହନ୍ତୁ।